ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜୀବଜନ୍ତୁ ପଶୁ ପକ୍ଷୀମାନେ ନିଜର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଏବେ ଘରେ ଘରେ ପଶି ଯାଉଛନ୍ତି ଭୟଙ୍କର ବିଷଧର ସାପ। ବନ୍ୟା ଜଳର ବିଭୀଷିକା ଭିତରେ ଚାରିଆଡ଼େ ହାହାକାର ଲାଗି ରହିଛି। ତା ଭିତରେ ଜୀବନ ବିକଳରେ ପଶୁ ପକ୍ଷୀମାନେ ଏଣେ ତେଣେ ଭାସି ଯାଉଥିବା ସମୟରେ ଏବେ ଭୟଙ୍କର ସାପମାନେ, ବିଷଧର ସାପମାନେ ଘରେ ଘରେ ପଶି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସେଥିପାଇଁ ଲୋକମାନେ ବନ୍ୟା ଜଳରେ ଭୟଭୀତ ଯେତିକି ହେଉଛନ୍ତି, ସେତିକି ଭୟଭୀତ ହେଉଛନ୍ତି ଘରେ ଘରେ ପଶୁଥିବା ବିଷଧର ସାପମାନଙ୍କ ପ୍ରତି। କେହି ଘରର ଛାତ ଉପରେ ଜୀବନ ରକ୍ଷା ପାଇଁ ଅପେକ୍ଷା କରିଥିବା ବେଳେ ଘରର ଛାତ ଉପରେ ମଧ୍ୟ ସାପ ଚଢ଼ି ଯାଇଥିବାର ଦେଖିବାକୁ ମିଳିଛି। ପରିବାରର ଲୋକମାନେ ଖଟ ଉପରେ ଅପେକ୍ଷା କରିଥିବା ବେଳେ ଖଟ ଉପରେ ମଧ୍ୟ ସାପ ଚଢ଼ି ଯାଉଥିବାର ଦେଖିବାକୁ ମିଳୁଛି। ଲୋକମାନେ ଭୟଭୀତ ହୋଇ ନିଜର ଘରେ ରହିଛନ୍ତି। ସାପମାନେ ମଧ୍ୟ ସେହି ଘର ଭିତରେ ରହିଯାଇଛନ୍ତି, ଯାହାକି ବାହାରୁ ନାହାନ୍ତି। ତେଣୁ ବନ୍ୟା ପୀଡ଼ିତ ଲୋକମାନେ ଭୟଭୀତ ହୋଇ ରହିଛନ୍ତି। ବ୍ୟୁରୋ ରିପୋର୍ଟ, ଓଙ୍କାର ନ୍ୟୁଜ୍ ଓଡ଼ିଆ।